कालवरी चर्च प्रेयर टावर रो এই সুন্দর প্রয়াস ପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଯେ ଫ୍ୟାମିଲି ଉପରେ ସେମାନେ ଏହି ସେସନ ଟା ରଖିଛନ୍ତି, ଗୋଟେ ସପ୍ତାହ ବ୍ୟାପୀ ରଖିଛନ୍ତି। ମୁଁ ଭାବୁଛି ଏଇଟା ଟିକେ ନିଅଣ୍ଟ ହେଉଛି, ଗୋଟେ ସପ୍ତାହ ପରିବାର ବିଷୟରେ ନାହିଁ, ଗୋଟେ 2-3 ମାସ ଖଣ୍ଡେ ରଖି ପ୍ରଭୁଙ୍କର ଦାସ ମାନଙ୍କୁ ଡାକିବାର ଅଛି, ଆଜ୍ଞା ଆମକୁ ଫ୍ୟାମିଲି ବିଷୟରେ ଆମମାନଙ୍କୁ ଶିକ୍ଷା ଦିଅନ୍ତୁ। କାହିଁକି ଆଜିକାଲି ଫ୍ୟାମିଲି ଗୋଟେ ଚାଇନା ମାଲ ପରି ହେଇଯାଇଛି, ଟିକେ ଟିକେ କୁ ବିଗିଡି ଯାଉଛି। ସେଇ ପ୍ରକାର ପରିବାର ଗୁଡିକର ପରିସ୍ଥିତି ଗୁଡିକ ହେଇଛି। ସେଥିପାଇଁ ଆମମାନଙ୍କର ମ୍ୟାରେଜ ଯାକ ଗ୍ୟାରେଜ ପରି ହେଇଯାଇଛି। ଠକ ଠାକା ସାଉଣ୍ଡ ଗୁଡିକ ବହୁତ ବହୁତ ରିପେୟାର କରିବାକୁ ପଡୁଛି, ମ୍ୟାରେଜ ଗୁଡିକ ବହୁତ ବହୁତ କଷ୍ଟ। ସେଥିପାଇଁ ଆମମାନଙ୍କ ଚର୍ଚ୍ଚରେ ଆମେ ଫ୍ୟାମିଲି ଉପରେ ଆମେ ପ୍ରତି ବୁଧବାର ଦିନ ଆମମାନଙ୍କର ଫ୍ୟାମିଲି ଉପରେ ଆମମାନଙ୍କର ଟିଚିଂ ଥାଏ। ଆମମାନଙ୍କର ପରିବାରକୁ ଆମେ ସଜାଡିବାର ଅଛି। ଦେଖନ୍ତୁ ପୃଥିବୀରେ ସବୁଠୁ ପୁରୁଣା ହେଲା ପରିବାର। ପରିବାର ପରେ ଆସୁଛି ସରକାର, ତାପରେ ଆସୁଛି ମଣ୍ଡଳୀ। ପୁରୁଣା ପରିବାରକୁ ଏ ସରକାର ସେ ଠିକରେ ସଜାଡି ପାରିବନି। ଆମର ପରିବାରର ସମସ୍ୟାକୁ ଏ ସରକାର ଯଦି ସଜାଡି ଥାନ୍ତା, ତାହେଲେ ଯିଏ ନିଜର ପରିବାରକୁ ସଜାଡି ପାରୁନାହିଁ ସିଏ ଗଦିରେ ବସି ନଥାନ୍ତେ। ଆଜି ଅନେକ ଅଛନ୍ତି ନେତା ମାନେ ଯୋଉମାନେ ନିଜ ପରିବାରକୁ ଠିକରେ ଯତ୍ନ ନେଇ ପାରୁନାହାନ୍ତି, ମାତ୍ର ସେମାନେ ଦେଶକୁ ଚଲାଇବା ପାଇଁ ଯାଉଛନ୍ତି। ସେଥିପାଇଁ ପଚାରୁଛନ୍ତି ଆଙ୍କର ଛୁଆ ନାହାନ୍ତି, ଆଙ୍କର ସ୍ତ୍ରୀ ନାହାନ୍ତି, ଏ ଛୁଆର କଷ୍ଟ କଣ ଜାଣିବେ, ଏ ସ୍ତ୍ରୀର କଷ୍ଟ କଣ ଜାଣିବେ, ଏମାନେ ଦେଶ କଣ ଚଲେଇବେ? ଏହି ପ୍ରକାର ପରିସ୍ଥିତିରେ ଆମମାନେ ଅଛୁ ଆମେ। ସେଥିପାଇଁ ଆମମାନଙ୍କର ପରିବାରଟା ବହୁତ ପୁରୁଣା। ଆମମାନଙ୍କର ପରିବାରକୁ ନେଇ ମଣ୍ଡଳୀ ହଉଛି, ପରିବାରକୁ ନେଇ ସମାଜ, ପରିବାରକୁ ନେଇକିନା ସରକାର ଗଠିତ ହଉଛି। ସେଥିପାଇଁ ପରିବାର ଉପରେ ଆମେ ଯେତେ ଆମେ ଶିକ୍ଷା ଗ୍ରହଣ କରିବା ସେଇଟା କମ ଅଟେ। ଆମେ ବହୁତ ପ୍ରକାର ବିଷୟ ଗୁଡିକ ଆମମାନଙ୍କ ଚର୍ଚ୍ଚରେ ହେଉଛି, ମାତ୍ର ଫ୍ୟାମିଲି ଉପରେ ହେଉନାହିଁ। ସେଥିପାଇଁ ଆମେ ଡିସାଇଡ କରିଛୁ ପ୍ରତି ବୁଧବାର ଦିନ ଆମେ କେବଳ ଫ୍ୟାମିଲି ଉପରେ, ଆମମାନଙ୍କର ଚର୍ଚ୍ଚରେ ବର୍ଷକୁ 52ଟା ମିନିମମ୍ 52ଟା ମେସେଜ ଆମର ଫ୍ୟାମିଲି ଉପରେ ଥିବ। ଆଉ ପରମେଶ୍ୱର ଆମମାନଙ୍କୁ ବହୁତ ସୁନ୍ଦର ଭାବରେ କଢେଇ ନଉଛନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି, ପ୍ରଭୁଙ୍କର ଗୌରବ ହଉ। ଆସନ୍ତୁ ଗୋଟେ ବାକ୍ୟ ପଢି ଆମେ ଆଜିର ଏହି ସନ୍ଦେଶକୁ ଆମେ ପ୍ରାରମ୍ଭ କରିବା ପାଇଁ ଯିବା। 8:30ରେ ସାରିଦବା ନା? ହଁ, ଗୋଟେ ପଦ ପଢିବେ ମୋ ସହିତ ଆପଣ ମାନେ। ଗୀତ ସଂଗୀତା 127 ଗୀତ, ଏହାର ଏକ ପଦ ଟିକେ ପଢିବେ। ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି, ତେବେ ନିର୍ମାଣକାରୀମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି। ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି, ତେବେ ପ୍ରହରୀ କେବଳ ବୃଥାରେ ଜାଗ୍ରତ ହୁଏ। କେତେ ସୁନ୍ଦର, ଏତେ ସୁନ୍ଦର ଭାବେ ଲେଖା ଯାଉଛି, ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି। ଆମମାନଙ୍କର ଏହି ଦୁନିଆରେ ବା ଏହି ଜଗତରେ ଅନେକ ଘର ଅଛି ଯୋଉ ଘର ପ୍ରଭୁ ତିଆରି କରିନାହାନ୍ତି। ଆମର ଏଇ ଜୁମରେ ବସିଥିବା ଭାଇ ଭଉଣୀ ମାନଙ୍କର ପ୍ରତ୍ୟେକଙ୍କର ଘର ପ୍ରଭୁ ହିଁ ତିଆରି କରିକିନା ଥାଆନ୍ତୁ। କାରଣ ଯେଉଁ ଘରକୁ ସେ ତିଆରି କରନ୍ତି ସେ ଘରକୁ ସେ ସୁରକ୍ଷା ଦିଅନ୍ତି। ଯୋଉ ଘରକୁ ସେ ତିଆରି କରନ୍ତି ନାହିଁ ସେ ଘରକୁ ସେ ସୁରକ୍ଷା ଦିଅନ୍ତି ନାହିଁ। ଲେଖାଗଲା ସଦା ପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି, ତା ନିର୍ମାଣକାରୀ ମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି। ଆଉ ସଦାପ୍ରଭୁ ଯେତେବେଳେ ସେଇ ନଗର ବା ସେଇ ଘରକୁ ରକ୍ଷା କରନ୍ତି ନାହିଁ, ତାହେଲେ ବୃଥାରେ ଲୋକମାନେ ପରିଶ୍ରମ କରନ୍ତି। ପରମେଶ୍ୱର ସେ ଅଦୃଶ୍ୟ ଭାବରେ ଆମମାନଙ୍କର ପରିବାରକୁ ସେ ତିଆରି କରନ୍ତି, ଗଠନ କରନ୍ତି। ଦେଖନ୍ତୁ, ଗୋଟେ ମନୁଷ୍ୟର ଶରୀରରେ କେତେଟା ହାଡ ଅଛି କିଏ କହିପାରିବେ? ଏବେ ଗଣିକିନା କହିବି, କୁହନ୍ତୁ ନାହିଁ, ଆପଣ ମନେ ଅଛି ବୋଲି କୁହନ୍ତୁ। 206ଟି। ଓକେ ଆଣ୍ଟି, ଥ୍ୟାଙ୍କ ୟୁ ଆଣ୍ଟି, ଥ୍ୟାଙ୍କ ୟୁ। ଆପଣ ଟିଚର ମାନେ ଜାଣିଛନ୍ତି, ସବୁ ସାଙ୍ଗେ ସାଙ୍ଗେ କହିଦଉଛନ୍ତି। ଓକେ, ବହୁତ ବଢିଆ କଥା। 206ଟା ହାଡ ରହିଛି। ମାତ୍ର ଆଦମଙ୍କ ପାଇଁ ହବାଙ୍କୁ କେଉଁ ହାଡରେ ତିଆରି କରାଗଲା? ସେଇଟା ଇମ୍ପୋର୍ଟାଣ୍ଟ। ସେଟା ଆଦମଙ୍କ ପାଇଁ ହବା ଯୋଉ ତିଆରି କରାଗଲା, ସେ 205ଟା ହାଡକୁ ଛାଡି ଦେଇ ସେ ଗୋଟେ ଅଲଗା ହାଡରେ ସେ ତିଆରି କଲେ। ବୁଝନ୍ତୁ, ମନେକର ଯଦି ହବାଙ୍କୁ ମୁଣ୍ଡର ହାଡରେ ତିଆରି ହେଇଥାନ୍ତା, ଆଦମଙ୍କର ମୁଣ୍ଡରେ ବସି ନାଚିଥାନ୍ତେ ହବା। ମୁଣ୍ଡର ହାଡରେ ତିଆରି ହେଇଥିଲେ। ଆଜି ଅନେକ ଜଣ, ଆଜ୍ଞା ମୋ ସ୍ତ୍ରୀ ମୋ ମୁଣ୍ଡରେ ନାଚୁଛି, ଆଉ ମୁଣ୍ଡର ହାଡକୁ ଆଣିଛ ତୁମେ? ତୁମେ ତ ଯୋଉ ହାଡକୁ ଆଣିବା କଥା ସେଇ ହାଡକୁ ନ ଆଣି ତ ମୁଣ୍ଡର ହାଡକୁ କାହିଁକି ତୁମେ ଆଣିଛ?
ମତେ ଗୋଟେ ଜ୍ଞାନୀ ସ୍ତ୍ରୀ ଦରକାର। ମୁଣ୍ଡ ମାନେ କଣ ଜ୍ଞାନ, ଏତେ ଜ୍ଞାନ ଯେ ତୁମର ଜ୍ଞାନ କାମ କରୁନାହିଁ, ସେ ତୁମର ମୁଣ୍ଡ ଉପରେ ବସି ସେ ନାଚୁଛି ସେ। ଆଉ କେତେ ଜଣ ଗାଲର ହାଡରେ ଆଣିଛନ୍ତି। ଗାଲର ହାଡ ମାନେ କଣ? ସୁନ୍ଦରୀ ସ୍ତ୍ରୀ। ଆଜ୍ଞା ବ୍ୟୁଟି ପାର୍ଲର ବହୁତ ଯାଉଛି ଆଜ୍ଞା, ବହୁତ ଖର୍ଚ୍ଚ ହଉଛି, ଆଣିଛ ଗାଲର ହାଡକୁ। ଯୋଉ ହାଡକୁ ଆଣିବ ସେଇ ହାଡ ତୁମେ ଭୋଗିବ ସେଟା। ସେଥିପାଇଁ ଠିକ ହାଡକୁ ଆମେ ଆଣିବାର ଅଛି। ସେଥିପାଇଁ ପରମେଶ୍ୱରଙ୍କୁ ଆମେ ସୁଯୋଗ ଦେବାର ଅଛି। ପ୍ରଭୁ ତୁମେ ଆମ ପାଇଁ ବାଛି ଦିଅ, ତୁମେ ଆମ ପାଇଁ ଅ ଗୋଟେ ସ୍ତ୍ରୀ ବା ଗୋଟେ ପୁରୁଷ ବା ଗୋଟେ ବର କି ଗୋଟେ କନ୍ୟା ବାଛି ଦିଅ, ଭଲ ରହିବ। କେତେ ଜଣ ବେକର ହାଡକୁ ଆଣିଛନ୍ତି। ବେକର ହାଡ ମାନେ କଣ? ସୁନା ଗହଣା, ହଁ, ଦାଉରି ଡାବୁ ପତ୍ର ଆଣିଛନ୍ତି, ସେଥିପାଇଁ ବେକ ଧରୁଛି। ମୋ ସ୍ୱାମୀ ବେକ ଧରୁଛି, କାହିଁକି ବେକ ଧରୁଛି? ଆମେ ଠିକ ହାଡକୁ ଆମେ ଆଣିବାର ଅଛି। ଦେଖନ୍ତୁ ଅନେକ ଥିବେ, ଆମେ ନିଜେ ଯଦି ବାଛିବାକୁ ଯିବା। ଯେତେବେଳେ ମୁଁ ଯୁବା ଥିଲି ସେଇ ସମୟରେ ମୁଁ ଗୋଟେ 7 ଡେ ଫାଷ୍ଟିଂ ପ୍ରେୟର କଲି। 7 ଡେ ଫାଷ୍ଟିଂ ପ୍ରେୟରରେ 3 ଦିନ ମୁଁ ନିର୍ଜଳ ଫାଷ୍ଟିଂ ପ୍ରେୟର କଲି। ବିଶେଷ କରି ଭେଣ୍ଡିଆ ବୟସରେ ଆମମାନଙ୍କର ମ୍ୟାରେଜ ପାଇଁ ମଧ୍ୟ ଆମେ ଫାଷ୍ଟିଂ ପ୍ରେୟର କରିବାର ଅଛି। ମୁଁ ଫାଷ୍ଟିଂ ପ୍ରେୟର କଲି, ପୁରା କ୍ଲିୟର ଭାବରେ ପରମେଶ୍ୱର ଦେଖେଇଲେ ଯେ ଏଇ ଝିଅକୁ ତୁମେ ବାହା ହେବ, ଏଇ ଝିଅକୁ ବାହା ହେବ। ମୁଁ କୌଣସି ପ୍ରଶ୍ନ କଲି ନାହିଁ, ସେଇ ଝିଅକୁ ବାହା ହେଲି। ଆଜି ଏତେ ଖୁସିରେ ଓ ଆନନ୍ଦରେ, କେବେ ମଧ୍ୟ ସ୍ୱପ୍ନରେ ମଧ୍ୟ ପ୍ରଭୁ କେମିତି ତାକୁ ଦେଇଦେଲ ଏମିତି କେବେ କହିବାକୁ ପଡିନାହିଁ। ହଁ, ଆଉ ଟିକେ ଜଗିଥିଲେ ଭଲଟା ମିଳିଥାନ୍ତା। ଅଛି ନା ମୋବାଇଲ, କେତେ ଜଣ ଅଛନ୍ତି ନାଇଁ କି ଏ ମୋବାଇଲ କିଣିଦେବେ, ଟିକେ ଜଗିଥିଲେ ଆଉ ଗୋଟେ 16 Pro 17 Pro ଆସିବେ। ଏଇଟା କଣ ଭାବୁଛନ୍ତି? ଏଇଟା ବାହାଘର। ଏଇଟା ପରମେଶ୍ୱର ସେ ଆମର ଗୃହକୁ ତିଆରି କରନ୍ତି। ସେଥିପାଇଁ ଏଇ ପଦଟା ଟିକେ ପଢିବେ। ଏଇଟା ମୋ ସହିତ ଆପଣ ମାନେ ଆଦି ପୁସ୍ତକରୁ ଗୋଟେ ପଦ ପଢିବା। 2 ଅଧ୍ୟାୟର 18 ପଦ ଟିକେ ପଢନ୍ତୁ। ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ମନୁଷ୍ୟ ଏକାକୀ ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା। ହଁ, ଆମେ ନିର୍ମାଣ କରିବା ଅନୁରୂପ ସହକାରିଣୀ। ଅନୁରୂପ ମାନେ କଣ ସେଟା ମୁଁ ଜାଣିବାର ଅଛି। ଝିଅର ବୟସ 15 ଆଉ ପୁଅର 40 ହେଇଥିଲେ ଅନୁରୂପ ନାହିଁ ସେଟା। ଝିଅ ଦେଖିଲା ବେଳେ ପୁରା ବୁଟି ଥିବ, ଆଉ ପୁଅ ପୁରା ତାଳ ଗଛ ପରି ଲମ୍ବା ଥିବ, ସେ ଫୁଲମାଳ କେମିତି ପିନ୍ଧେଇବ ତାକୁ? ଅନୁରୂପ ସହକାରିଣୀ ପରମେଶ୍ୱର ସେ ଦେବେ। ଆମେ ଦେଖୁଛୁ, ଦେଖୁ ଦେଖୁ କହିବେ ଯୋଡିଟା ମାନୁନାହିଁ, ଠିକ ଲାଗୁନାହିଁ, ଅନୁରୂପ ନାହିଁ ସେଟା। ନିଜେ ନିଜେ ଖୋଜିବାଟା ହଉ। ଆମେ ପରମେଶ୍ୱରଙ୍କୁ ସୁଯୋଗ ଦେବା। ପରମେଶ୍ୱର ଦେଖିଲେ ଯେ ମନୁଷ୍ୟ ଏକାକୀ ରହିବାଟା ଭଲ ନାହିଁ, ସେଥିପାଇଁ ଆମେ ନିଜେ ତାହା ନିମନ୍ତେ ଗୋଟେ ଅନୁରୂପ ସହକାରିଣୀ ଆମେ ତିଆରି କରିବା। ଯୋଉମାନେ ଆମେ ବାହା ହେଇନୁ ସେମାନଙ୍କ ପାଇଁ ମେସେଜ ଟା ବହୁତ ଭଲ ଥିବ। ଆଉ ଯୋଉ ମା ବାପା ମାନେ ନିଜର ପୁଅ ଝିଅ ମାନଙ୍କ ପାଇଁ ସେମାନେ ଖୋଜୁଛନ୍ତି, ସେମାନଙ୍କ ପାଇଁ ଭଲ ଥିବ। ଯୋଉମାନେ ବାହା ହେଇଯାଇଛନ୍ତି ସେମାନଙ୍କ ପାଇଁ ଭଲ ଥିବ, ସମସ୍ତଙ୍କ ପାଇଁ ଭଲ ଥିବ। ସେଥିପାଇଁ ଆମେ ଜାଣିବା ଯେ ଅନୁରୂପ ସହକାରିଣୀ ଯୋଉଟା, ଏବେ ମନେକର ପରମେଶ୍ୱର ଗୋଟେ ଅନୁରୂପ ସହକାରିଣୀ ଦେବେ। ସେ ଆସିଲେ, ତାକୁ ଧରିକିନା ଆସିଲେ ଆପଣଙ୍କ ପ୍ରେୟର ଲାଇଫ ବଢିଯିବ, ଆପଣଙ୍କର ଫାଷ୍ଟିଂ ଲାଇଫ ବଢିଯିବ, ଆପଣଙ୍କ ସ୍ପିରିଚୁଆଲ ଲାଇଫ ବଢିଯିବ। ଆଉ ଯଦି ଅନୁରୂପ ଆଣି ନଥିବୁ, ସେ କହିବ ତୁମେ ଯାଅ, ମୁଁ ଘର ଜଗିଥିବି, ତୁମେ ପ୍ରାର୍ଥନା କରିକିନା ଆସ, ସେ ପଠେଇବ ସେ। ଆମେ ବାଛି ଆଣିଥିବୁ ସେମିତି ବୋଲି। ପରମେଶ୍ୱର ଯଦି ଦେଇଥିବେ, ସେଇ ସ୍ତ୍ରୀ ଆମକୁ ପ୍ରାର୍ଥନା ଜୀବନ ଡିଷ୍ଟର୍ବ କରିବେ ନାହିଁ, ଆମର ସ୍ପିରିଚୁଆଲ ଲାଇଫରେ ଡିଷ୍ଟର୍ବ କରିବେ ନାହିଁ। ନହେଲେ କହିବେ କେତେ ପ୍ରାର୍ଥନା, କେତେ ପ୍ରାର୍ଥନା ବୋଲିକା ସେମାନେ ବହୁତ ବାହାଘରକୁ ବହୁତ ଖୁସିରେ ଯାଉଥିବେ, ମାତ୍ର ଚର୍ଚ୍ଚକୁ ଆଇଲା ବେଳେ ଜଣା ପଡୁଥିବ। ସେଥିପାଇଁ ଆମ ଅନୁରୂପ ସହକାରୀ ପରମେଶ୍ୱର ଦେବେ। ନିଜେ ଖୋଜି ବୁଲନ୍ତୁ ନାହିଁ। ଦେଖିଲେ ଓ ଏ ମିଟିଂ ରେ କିଏ ଅଛି ଯୋଉ ଖୋଜୁଛନ୍ତି କି ନାହିଁ, ସେମିତି ଯଦି ଖୋଜିବେ ତାହେଲେ କଣ ମିଳିବ? ଲେଖା ଯାଉଛି, ପଢନ୍ତୁ ତା ତଳ ପଦ 19 ପଦରୁ। ଆଉ ସଦାପ୍ରଭୁ ପରମେଶ୍ୱର ଭୂମିରୁ ବିଲର ପଶୁଗଣ ଓ ଖେଚର ପକ୍ଷୀଗଣ ନିର୍ମାଣ କରି ଆଦମ ସେମାନଙ୍କୁ କି ନାମ ଦେବେ, ଏହା ଜାଣିବା ପାଇଁ ସମସ୍ତଙ୍କୁ ତାଙ୍କ ନିକଟକୁ ଆଣିଲେ। ତହିଁରେ ଆଦମ ସେହି ପ୍ରାଣୀବର୍ଗ ମଧ୍ୟରୁ ଯାହାକୁ ଯେଉଁ ନାମ ଦେଲେ, ତାହାର ସେହି ନାମ ହେଲା। ତା ପଛେ 20। ଏହି ରୂପେ ଆଦମ ପଶୁ, ଖେଚର ପକ୍ଷୀ
ଓ ବିଲର ପ୍ରତ୍ୟେକ ଜନ୍ତୁର ନାମ ଦେଲେ, ମାତ୍ର ମନୁଷ୍ୟ ନିମନ୍ତେ ତାଙ୍କର ଅନୁରୂପ ସହକାରିଣୀ ଦେଖାଗଲା ନାହିଁ। ଦେଖାଗଲା ନାହିଁ। ପରମେଶ୍ୱର ଯେତେବେଳେ କହିଲେ ଆମେ ତୁମ ନିମନ୍ତେ ଅନୁରୂପ ସହକାରୀ ନିର୍ମାଣ କରିବା, ତାପରେ ଆଦମଙ୍କ ନିକଟକୁ ବାଘକୁ ଆଣୁଛନ୍ତି, ଭାଲୁକୁ ଆଣୁଛନ୍ତି, ହାତୀକୁ ଆଣୁଛନ୍ତି, ହରିଣକୁ ଆଣୁଛନ୍ତି। ଆଦମ ଯଦି ବାଛିଥାନ୍ତା ଗୋଟେ ବାଘୁଣୀକୁ ବାଛିଥାନ୍ତା, ସେ ଆସିଥିଲେ କଣ ରାମ୍ପୁଡିଥାନ୍ତା ସେ। ସେଥିପାଇଁ ତାଙ୍କୁ ସୁଯୋଗ, ସେ ଆମର ପୁଅ ଝିଅ ବୋଲେ ଆମକୁ ଏବେ ବରକନ୍ୟା ନାହିଁ ବୋଲି କହିବାରୁ ଅନୁରୂପ ତିଆରି କରିବା ବୋଲି କହୁ କହୁ ସାଙ୍ଗେ ସାଙ୍ଗେ ତାଙ୍କୁ ପଶୁମାନଙ୍କୁ ତାଙ୍କ ନିକଟକୁ ଆଣୁଛନ୍ତି। ଆଦମ ଦେଖୁଛନ୍ତି ପ୍ରିୟମାନେ, ଯଦି ବାଘକୁ ବାଘୁଣୀ ଆଣିବ ତାହେଲେ ପରିବାର କଣ ହେଇଯିବ? ଜଙ୍ଗଲ ହେଇଯିବ। ପରମେଶ୍ୱର ପରିବାରକୁ ବଗିଚା ଏଦନ ଉଦ୍ୟାନରେ ରଖିଲେ। ଆଜି ଅନେକଙ୍କର ପରିବାର ଜଙ୍ଗଲ ହେଇଯାଇଛି। ସେ ତାକୁ ରାମ୍ପୁଡୁଛି, ସେ ତାଙ୍କୁ ରାମ୍ପୁଡୁଛି, ସିଏ ତାକୁ ଠେଲୁଛି, ସେ ତାକୁ ଠେଲୁଛି, ବାକି ଚିଲ୍ଲା ଚିଲ୍ଲି ହେଉଥିବେ, ଭୟଙ୍କର କାମଡା କାମଡି ଚାଲିଥିବ। ଏଟା ପରିବାର ନା ଏଟା ଜଙ୍ଗଲ? ଏଟା ପ୍ରିୟମାନେ, ଫ୍ୟାମିଲି ଗୋଟେ ଗାର୍ଡେନ પર ରହିବାର ଅଛି। ଦୁନିଆ ସାରା ଆମେ ବୁଲିକିନା ଘରକୁ ଆସିଲେ କେତେ ଭଲ ଲାଗିବାର ଅଛି। ଆମର ସେଇ ପ୍ରକାର ଆମମାନଙ୍କର ଜୀବନ ଶୈଳୀ ଆମମାନଙ୍କର ହେବାକୁ ପଡିବ। ଦେଖନ୍ତୁ, ଆମେ ଯେତେବେଳେ କୁଆଡେ ଯାଉଥିବୁ, ସେ ସମୟରେ ଗୋଟେ ଯଦି ଆମେ ଗାର୍ଡେନ ଦେଖିଲୁ, ଆମେ ଓହ୍ଲେଇକିନା ସାଙ୍ଗେ ସାଙ୍ଗେ ସେ ଗାର୍ଡେନକୁ ଯିବୁ, ବସିବୁ, ଚା ପିଇବୁ, ସେଲଫି ଉଠେଇବୁ, ପିଲାମାନେ କେତେ ବଢିଆ ଖେଳିବେ। ଏଇଟା ସିନା ପରିବାର। ଏଇଟା ପରିବାର ଆଜି ଜଙ୍ଗଲ ପାଲଟି ଯାଇଛି। କାହିଁକି? ନିଜେ ବାଛିକିନା ଗୋଟେ ବାଘୁଣୀ ଗୋଟେ ଭାଲୁଣୀ ଆଣିଛନ୍ତି ସେମାନେ। ଆଉ ସେମିତିରେ ଆମର ପରିବାର ଗୁଡିକ ନଷ୍ଟ ହଉଛି। ମୋର କଥା ଗୁଡିକ ଭଲ ଲାଗୁନଥିବ, ନ ଭଲ ଲାଗିଲେ ମୁଁ କଣ କରିପାରିବି? ମୋର କଥା ଆକା ସେମିତି। ଆମର ଫ୍ୟାମିଲିକୁ ଆମେ ତିଆରି କରିବାର ଅଛି ପ୍ରିୟମାନେ। ଏବେ ଯଦି ବାହାଘର ହେଉଛି, ସାଙ୍ଗେ ସାଙ୍ଗେ କଣ ଆଜିକାଲିର ବାହାଘର ଗୁଡିକ, ବାପା ଲୋ ମା, ଫଟୋ ସୁଟ। ଏତେ ଫଟୋ ସୁଟ କରି ପଇସା ଖର୍ଚ୍ଚ କରିବେ। ଗୋଟେ ଗୋଟେ ଫଟୋ ସୁଟ ରେ 15,000 ଉପରେ ଖର୍ଚ୍ଚ ହଉଛି ମିନିମମ ରେ। ଯଦି ଏତେ ଫଟୋ ସୁଟ କରିଥିବେ, ତା ପଛେ ସେ ବାହାଘର ଭାଙ୍ଗି ଗଲେ ସେ ଫଟୋ କାହାକୁ ନେଇ ଦବ ତୁମେ? କଣ କରିବ ସେ ଫଟୋ ସୁଟ ଯାକ? ପାଳକଙ୍କୁ ବାହାଘର ଫିସ୍ 5,000 ଟଙ୍କା ଦେବା ପାଇଁ ଆଜ୍ଞା 500 କାଟିଲେ ହେବ ନାହିଁ? 500 କାଟି ଦିଅନ୍ତୁ ଆଜ୍ଞା। ମାତ୍ର ସେ ବାଜାକୁ 50,000, ଫଟୋ ସୁଟ କୁ 15-20 ହଜାର ଦିଆଯାଉଥିବ। ସେ ହଳଦୀ ରସମ, ବାପା ଲୋ ମା, କୋଉଠୁ ହଳଦୀ ଆଣିଥିବେ ଏମାନେ? ଫାଷ୍ଟ ସେ ବର ସେ ହଳଦୀରେ ଗାଧେଇବ, ସିଆଡେ ଜଗିଥିବେ ସେ ମ୍ୟାଡମ, ସେ ଅଇଁଠା ହଳଦୀ ଦେଲେ ସେ କେତେବେଳେ ଗାଧେଇବେ। ଏଟା କୋଉଠୁ ଆଣିଛନ୍ତି? ଆଉ ପାଳକ ମାନେ ମଧ୍ୟ, ପ୍ରଭୁ ଏ ହଳଦୀ ରସମରେ ହଳଦୀଟା ଭଲ ଭାବରେ ରଚୁ, ପ୍ରଭୁ ଭଲ ଭାବରେ ଲାଗୁ। କି ଅବସ୍ଥା ଗୁଡିକ ଏଇଟା! ବାଇବଲରେ ସବୁ ଯାକ ଅଛି। ବାଇବଲରେ ଏମାନେ ଯୋଉ ବିଷୟକୁ ଆମେ ବହୁତ ଗୁରୁତ୍ୱ ଆମେ ଦେବାର ଅଛି। ଓକେ, ଥ୍ୟାଙ୍କ ୟୁ ଭାଇ। 1 ଲାଖ ହଉଛି ନି ଫଟୋ ସୁଟ? ହଁ, ଆମେ ବିନା ଫଟୋ ସୁଟ ରେ ବାହା ହେଇଛୁ, ଆମକୁ କଣ ଜଣା ସେଇଟା। ଆମେ ଖାଲି ଦେଖିଲୁ ଠିକ ଅଛି, ଓକେ ବାହା ହେଇଗଲୁ। ଆମକୁ ଆଉ ଫଟୋ ସୁଟ ସବୁ ସିଷ୍ଟମ ଯାକ ନାହିଁ ଆମର। ପ୍ରଭୁଙ୍କର ଗୌରବ ହଉ ପ୍ରିୟମାନେ। ଆମମାନଙ୍କର ମ୍ୟାରେଜ ଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଏ ଯୋଉ ବାହାର ଲୋକମାନଙ୍କର ମ୍ୟାରେଜ ଟା, ସେଟା ଗୁରୁତ୍ୱପୂର୍ଣ୍ଣ ମ୍ୟାରେଜ ନାହିଁ। ଆମର ଯୋଉ ବାହାଘର ହେବ, ଆମର ବାହାଘରରେ ପରମେଶ୍ୱର ଥିବେ, ପ୍ରଭୁଙ୍କର ଦାସ ମାନେ ଥିବେ, ପରମେଶ୍ୱରଙ୍କର ବାକ୍ୟ ରହିବେ, ମଣ୍ଡଳୀ ରହିବେ। ଏତେ ଗୁରୁତ୍ୱପୂର୍ଣ୍ଣ ମ୍ୟାରେଜରେ କଣ ତୁମେ ବର ବାଁ ଆଡେ ବସିବ କି ଡାହାଣ ଆଡେ ବସିବ? ଏଇଟା ଗଣ୍ଡଗୋଳ ଲାଗୁଥିବେ। କେତେ ଜଣ ଅଛନ୍ତି, ନାଇଁ ନାଇଁ ଡାହାଣ ଆଡେ ବସେଇବେ ନା, କେତେ ଜଣ ଅଛି ବାଁ ଆଡେ ବସେଇବେ। ତା ପଛେ ବର କନ୍ୟା ସିଆଡେ ବୁଲିବାକୁ ଯାଇ ଆସିବେ। କଣ ବୁଲିବାକୁ ଯାଉଛନ୍ତି ତୁମେ ଡିସାଇଡ କର, ତା ପଛେ ଆମେ ଆସିବୁ। ଆମେ କୁଆଡେ ବସେଇବାର ଅଛି, କୁଆଡେ ବସେଇବେ ଏବେ ସିଓର ନାଉ ଯେ କୁଆଡେ ବସେଇବେ। ଯୁଆଡେ ବି ବସିଲେ ହେବ। ସେଇଟା ବଡ କଥା ପ୍ରିୟମାନେ। ଦେଖନ୍ତୁ, ଏଠି ତାଙ୍କେ ନିଜେ ବାଛୁନାହାନ୍ତି। ଆଦମଙ୍କ ପାଖରେ ସେ ପଶୁ ମାନଙ୍କୁ ଆଣିଲେ। ଦେଖିବା ଆଦମ ଏମାନଙ୍କ ଭିତରେ କାହାକୁ ଗୋଟେ ବାଛୁଛନ୍ତି କି? ଆଦମ ଏତେ ଜ୍ଞାନୀ ବ୍ୟକ୍ତି। ଆଦମ ଏତେ ଜ୍ଞାନୀ ବ୍ୟକ୍ତି କାହିଁକି କହୁଛି? ଆମର ଗୋଟେ ପୁଅର ନାଁ ଦେବାର ଅଛି ବୋଲି କହିଲେ, ଆମେ ମୋବାଇଲରେ ଆମେ ସର୍ଚ୍ଚ କରୁଛୁ। ଆମେ ହଁ, ଏନ ରେ କୋଉ ନାଁ ହେବ, ପି ରେ କୋଉ ନାଁ ହେବ, ସବୁ ଆମେ ଖୋଜୁଛୁ। ଆଦମ ଆଉ ମୋବାଇଲ ଫୋବାଇଲ ସର୍ଚ୍ଚ କରିନାହାନ୍ତି। ତୁ ହାତୀ, ତୁ ହାତୁଣୀ, ତୁ ବାଘ, ତୁ ବାଘୁଣୀ, ତୁ ସିଂହ, ତୁ ସିଂହଣୀ, ତୁ କୁକୁର, ସେ କଣ କଣ, ସେ ସବୁ ଯାକ କହିଦେବାରୁ ସେ ସମାନ ନାଁ ଯାକ ଅଛି। ଯାହା ଆଦମ ନାଁ ଦେଇଛନ୍ତି, ସେ ସବୁ ନାଁ ଯାକ କିଏ ଚେଞ୍ଜ କରିନାହାନ୍ତି। ପ୍ରଭୁ କହିଲେ ତୁ ଠିକ ନାଁ ଦଉନୁ। ନାଇଁ ନାଇଁ,
परमेश्वर आदम को एते ज्ञान देते से गोटे ज्ञानी व्यक्ति से परमेश्वर ऊपर संपूर्ण भाव डिपेंड कले से निजे कौन सी प्रकार बाछिले नहीं से सदा प्रभु जब गृह निर्माण न करती परमेश्वर से गृह को तैयारी करती आ जो घर परमेश्वर तैयारी करती झड़ बतास बतास जहां भी आसिले केबे हेले कोर्ट को जीवे नहीं थाना पिंडा को चकुड़े नहीं छाड़ पत्र कथा केबे उठिब नहीं आजिकल तो छाड़ पत्र आजिकल कॉन्ट्रैक्ट मैरेज कोरापुट रो गोटे बहुत बड़ पालक से विदेश रु गोटे झील आनी 4 वर्ष मैरेज 4 वर्ष पर से झील फ्लाइट धरी पड़ेगा से कि मैरेज जाक होची आजिकल कॉन्ट्रैक्ट मैरेज जाक करूछ 4 वर्ष 5 वर्ष कौन होची एटा घर भड़ा नहीं ना कौन आज परिस्थिति हमर सेमती ही जाउची प्रिय माने आमाने बाहाघर को बुझीपार परमेश्वर बाइबल रे दुईटा बाहाघर को से एते सुंदर भाव डिजाइन करिसंती प्रथम बाहाघर आदम हवांकर बाहाघर द्वितीय बाहाघर इसाक और रिबिकांकर बाहाघर ये सब बाहाघर को परमेश्वर बिहाइंड द स्क्रीन रही केते सुंदर भाव परिचालना करुछंती आमे मध्य सही प्रकार भाव आम बाहाघर को परमेश्वर तुम्हें आमर बाहाघर को तैयारी कर मैरेज को तैयारी कर बोली कहले परमेश्वर ठीक है मन भितर का गोटे रखिकिना प्रार्थना करुथबो प्रभु 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 कहले हेबो नहीं सेटा आदम सेमती कले नहीं आदम कौन कले लिखा जाउछि 21 पद पढ़ंतु अनंतर सदा प्रभु परमेश्वर आदमଙ୍କୁ ଘୋର ନିଦ୍ରାଗ୍ରସ୍ତ କରାଇ ସେହି ନିଦ୍ରା ସମୟରେ ତାଙ୍କର ଖଣ୍ଡେ ପଞ୍ଜର ନେଇ ମାଂସ ଦ୍ୱାରା ସେହି ସ୍ଥାନ ପୂର୍ଣ୍ଣ କଲେ। कौन कले आदम तांकर बाहाघर पाई से निजे किसी परिश्रम कले नहीं परमेश्वर प्रेजेंस को गले परमेश्वर ऊपर आउजी पड़ले से सही संपूर्ण भाव घोर निद्रागत है तांके निजे किछि परिश्रम करना तुम्हें मोर बापा तुमर काम है मो निमंते झील खोजाटा केते सुंदर एटा प्रिय माने आज आम निजे निजे खोजी आम बहुत हैरान बहुत हैरान आम हो मात्र आदम से ज्ञानी व्यक्ति से निजे खोजले नहीं आउ परमेश्वर प्रेजेंस को गले से जगार परमेश्वर घोर निद्रा देते आमे सेटा आमे जानिबार अछि मैरेज विषय रे अनेक सरमन दे मोर फर्स्ट सरमन आपण मानक ठारे अनेक जण अनेक वाक्य गुडी को प्रचार करिसंदी मु सुनिछि आउ मु एबे एटा देबार कारण कोन एटा गोटे डॉक्ट्रिनल स्टडीटा एटा आमे हमरो बाहा घर को केमिति डिजाइन करिबा को पड़िबो परमेश्वर ऊपर केमिति डिपेंड करिबा को पड़िबो आमे एटा जानिबार अछि बपतिस्म नेबा पूर्वरु 3-4टा क्लास थाउछि बाहा घर हेबा पूर्वरु केतरा क्लास करू न तुमे बाहाघर हेबा पूर्व क्लास जदि आमे करि थांतु ताहाले उपयुक्त जीवन साथी गुडिक लोक माने बाछि पारि थांते आमे बाहाघर कोन बाहाघर रे एबीसीडी ईएफजीएस देखा जाउची बोल कहिबे ए रे एज बी रे ब्यूटी सी रे कलर डी रे डाउरी ई रे एजुकेशन एफ रे फाइनेंस देखा जाउची ताबसे जी रे गोल्ड देखा जाउची एच रे हाइट देखा जाउची किछि स्पिरिचुअलिटी कोठी देखा जाउ नै एबीसीडी बाहागर गुडी कइटा खाली सुंदरता 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 मत फोन करी कहिबे आज्ञा झियो जेंती थाउ आज्ञा मार्बल पर गोरा थिले ही गला बारे मु बेले बेले कहे लेटिन पेन तो ताटू बेसी गोरा अछि सिटा गोडा धर सिटा गोरा का दरकार पुओ अंगार परी कला थिले मध्य झियो ताकू मार्बल परी गोरा झियो का दरकार ताकू आउ किछि दरकार नै हां आज्ञा रात रे करंट गले मिसा कि 10 बिता नै गोरा टाणी छ प्रभु आमान को अनुग्रह करंतु आमे कौन खोजुचु कि आमे बाहाघर हेबा को जाउछु आमे बाहाघर केमिति करा जाय कोटा बाहाघर रे इंपोर्टेंट विषय रहिछि सेटा जानिबार अछि देखंतु 2 अध्याय रो 15 पद टिके पढंतु तो पुणी सदा प्रभु परमेश्वर से पुणी सदा प्रभु परमेश्वर से मनुष्य को नहीं एदन उद्यान को सुसज्जित और रक्षा करिबा पाई नियुक्त कले आपण कोंतु फर्स्ट रे स्त्री दरकार ना फर्स्ट जॉब दरकार अछि फर्स्ट रे जॉब दरकार अछि परमेश्वर फर्स्ट स्त्री दउ नाहंती
फर्स्ट रे आदम को गोटे जॉब दौरान गोटे चाकरी गोटे दौरान तुम्हें जाओ एदन उद्यान रे तुम्हें सबु जाक रक्षण बेक्षण कर फास्ट रे बाहागर नहीं पुओ कौन कमाऊँच ना कि कम ना बोहू आणला कमेब कौन केमती कमेब से बोहू आणला माँ को मागुथिब बोहू पाई पाउडर दरकार अच्छी क्रीम दरकार अच्छी अमक दरकार अच्छी समक दरकार अच्छी फास्ट रे गोटे पुओ गोटे से लायक हो से कमेबाटा जान जहां को आम जीवु आम आम पुओ झील दरकार फास्ट प्रश्न कौन थी पुओ के हाइट पचारे के रंग पचारे पुओ कौन करुच्छी हाँ पुओ घरे बसी बेकार रे माँ बापा खाऊची जदि आम एमती करवा बोले किए दब प्रिय माने सेमती लोक किए पुओ देवे नहीं पुओ परिश्रम करी दी पैसा कमैबार आवश्यक रही पछे जाइकिना बाहागर आम चिंता आम करार अच्छी यहाँ हूँ तार पैटर्न परमेश्वर चाही थांते दुईटा माटी पिंडुला को नहीं किना गोटे आदम तैयारी करथांते आ गोटे हवा तैयारी करथांते सेति कले नै फास्ट रे गोटे माटी पिंडुला को नेले ताकू आदम तैयारी करी नासिका रंध्र फुंक देला परे प्राण वायु प्रवेश कले से जीवित प्राणी ही आदम जेतेबेले आखि फिटेइचंती फास्ट रे काहा को देखिचंती प्रथम रे से परमेश्वर को देखिचंती हवा को मध्य आदमकर पंजरा नेले ता पछे हवा को तैयारी कले हवा मध्य फास्ट रे आखि फिटाओ फिटाओ आदम को देखी नांती हाँ हेलो हैंडसम बोली से कही नांती हैला फास्ट रे से आखि फिटाओ फिटाओ से काहा को देखुचंती परमेश्वर को देखुचंती प्रिय माने एमिति गोटे पुओ एमिति गोटे झियो सहित बाहा हेबे जा जीवन रे प्रभु प्रथम थिबे परमेश्वर को निज जीवन रे प्रथम रे रखिथिबे मु एमती गोटे पुओ कि झियो को बाहा हेबी दार जीवन रे मु प्रथम तुम्हें प्रथम हेले गंडगोल लागिकिना दिन जीव जो झियो जो पुओ तांको जीवन रे प्रभु जीशु ख्रीस्ट प्रथम सबुठु अधिक प्रभु जीशु ख्रीस्ट को प्रेम करुथिबे सही प्रकार पुओ झियो को जदि बाहा हेबे ताहेले आमर बाहाघरटा लास्टिंग हेबो सेति ज्ञानी परमेश्वर दुईटा माटी पिंडुला नहीं किना से तैयारी करू नाहंती प्रथमे गोटे माटी पिंडुला नेले आउ सही माटी पिंडुला रे से आदम को तैयारी कले आउ गोटे माटी पिंडुला नेले हवा को तैयारी कले अलगा अलगा तैयारी करुछंती आउ सेमानंको जीवन रे आखि फिटाऊ फिटाऊ से प्रथम रे परमेश्वर को देखुचंती हवा मध्य आखि फिटाऊ फिटाऊ प्रथमे परमेश्वर को देखुचंती एइटा रहिबार अछि प्रिय माने मात्र आजी हमर कोन होउची पढिबा गोटे पद आपण माने जानि छंती मो सहित आपण माने द्वितीय कोरिन्थियो 6 अध्याय रो 12 पद टिके पढंतु मु पढिबी कि आम्भे पढ निकटरे आत्म प्रशंसा करू नाहु द्वितीय कोरिन्थियो 6 अध्याय रो 14 पद कारण ख्रीष्टଙ୍କ प्रेम ଆମମାନଙ୍କୁ ବଶରେ ରଖି ଚଳାଉ ଅଛି ଯେଣୁ ଆମ୍ଭେମାନେ ଏହି ବିଚାର କରୁଅଛୁ ଯେ ଜଣେ ସମସ୍ତଙ୍କ ନିମନ୍ତେ ମୃତ୍ୟୁବରଣ ଥିବାରୁ ସମସ୍ତେ ଆମର ମୃତ ହେଲେ। ଦ୍ବିତୀୟ କୋରିନ୍ଥିୟ 6 ଅଧ୍ୟାୟର 14 ପଦ 1 ଅବିଶ୍ୱାସୀ ମାନଙ୍କ ସହିତ ଧୋକା ନ ଯାଅ କାରଣ ଧର୍ମ ଅଧର୍ମ ମଧ୍ୟରେ କି ସହଯୋଗିତା ଅବା ଅନ୍ଧକାର ସହିତ ଆଲୋକର କି ସହଭାଗିତା। ପ୍ରଶ୍ନ ଏବେ ମନେକର ଜଣେ ଅନ୍ଧକାର ରେ ଥିବା ଗୋଟେ ଝିଅ ବା ପୁଅକୁ ବାହା ହେବେ ମନେକର ଗୋଟେ ଝିଅ ପ୍ରଭୁଙ୍କୁ ଜାଣିନଥିବ ଅନ୍ଧକାରରେ ଯୋଉ ଝିଅକୁ ବାହା ହେବେ ସେ ଅନ୍ଧକାରର ଝିଅର ବାପାଙ୍କ ନାଁ କଣ ଅବଭିୟସଲି ଶୈତାନ ହେଲେ ପିଲାର ଶ୍ୱଶୁର କିଏ ହେବେ ଜାଣିବା କଥା କିଏ ହେବେ ଆଉ ଯଦି ଶ୍ୱଶୁର ଆମର ସେ ଶୈତାନ ହେଲା ସେ ଘର କେମିତି ଭଲରେ ରହିବ ବୁଝନ୍ତୁ ସେଇଟା ଆମେ ବୁଝିବାର ଅଛି ଆମେ ନାହିଁ ଆଜ୍ଞା ସୁନ୍ଦର ଅଛି ସେ ମତେ ବାହା ହେବା ପାଇଁ ବାପ୍ତିସ୍ମ ନେବା ପାଇଁ ଚାହୁଁଛି ହଁ ବୋଲି କହିବେ ଆକା ସେମିତି ଆକା ଅସୁବିଧା ହେଇଛି ବାହା ହେଇକିନା ଆତ୍ମା ଲାଭ କର ବୋଲି ଲେଖା ହେଇଛି କୋଉଠି ସୁସମାଚାର ପ୍ରଚାର କରି ଆତ୍ମା ଲାଭ କର ନାହିଁ ଆଜ୍ଞା ମୋର ପୁଅ ଗୋଟେ ଆତ୍ମା ଲାଭ କଲା ଆତ୍ମା ଲାଭ କଲା କିଛି ଦିନ ଯାଉ
ତାକୁ ରଥଯାତ୍ରାକୁ ନେବ, ତାକୁ ଦଶହରାକୁ ନେବ, ଆମେ ଯାଉଛୁ ତୁମେ ସେ ଆସେ। ହଁ, ଏମିତି କରି କରି ଜଣା ପଡିଯିବ, ତା ପଛେ ଜାଣି ହେବ ସେ ଜିଜେବେଲ ଟା ଇଏ ଆହାବଟା ବୋଲି ଭଲ ଭାବରେ ତା ପଛେ ବୁଝିପାରିବ। ପ୍ରିୟମାନେ, ଆମେ ପରମେଶ୍ୱରଙ୍କର ବାକ୍ୟ ବାହାରେ ଯାଇକିନା ଆମେ କେବେ ହେଲେ ମଧ୍ୟ ଆମେ ପରିବାରକୁ ଗଠନ କରିପାରିବା ନାହିଁ। କାହିଁକି ନା ପରିବାରକୁ ପରମେଶ୍ୱର ଗଠନ କରନ୍ତି। ଆଉ ସେଇ ପରମେଶ୍ୱର ସେ ଆମକୁ କହିଛନ୍ତି ଯେ ଅବିଶ୍ୱାସୀ ମାନଙ୍କର ସହିତ ଅସମାନ ରୂପେ ଯୋଚା ନ ଯାଅ। କାଲିକୁ ଯଦି ଆମେ ଗୋଟେ କାର କିଣିବାକୁ ଯିବୁ, ସେ କାରର ପଛ ଦୁଇଟା ଯଦି ଚକ ଅଟୋର ଲଗେଇକିନା ଦେବେ, ଆଜ୍ଞା 1,00,000 ଟଙ୍କା ଗୋଟେ କମେଇ ଦବୁ ଆଜ୍ଞା, ନିଅନ୍ତୁ ବୋଲି କହିଲେ କିଏ ନବ ସେଟା? କିଏ କୋଉଠି ଚାଲିପାରିବ ସେଟା? ସେମିତିକା ଆମର ବାହାଘର ଠିକରେ ଚାଲି ନ ପାରିବା କଣ? ଗୋଟେ ଚକ ଅଲଗା ଆଉ ଗୋଟେ ଚକ ଅଲଗା, କେମିତି ଚାଲିବ? ସେଥିପାଇଁ ଆମର ପରମେଶ୍ୱର କହୁଛନ୍ତି ଅବିଶ୍ୱାସୀ ମାନଙ୍କର ସହିତ। ମୁଁ କହେ ଯେ ଯୋଉ ଅବିଶ୍ୱାସୀକୁ ଯିଏ ଆଣୁଛି, ଆମ ଭାଷାରେ ରୁଣ୍ଡେଲ ବୋଲି କହିବେ, ଆପଣଙ୍କ ଭାଷାରେ ବାଇକୁଣ୍ଡିଆଣୀ ନା କଣ ବୋଲି କହିବେ ମତେ ଜଣା ନାହିଁ। ତାକୁ ଯଦି ଆଣିବ ବୋଲେ କୁଣ୍ଡେଇବାଟା ଛାଡିବ କିଛିଟା, ସବୁବେଳେ କୁଣ୍ଡଉଥିବ। ଆଜ୍ଞା କୁଣ୍ଡଉଛି, ଆରେ ତୁ ତ ଧରିଛୁ ସେଇଟା, କୁଣ୍ଡେଇବ ସେଇଟା, ତମେ ଧରି ପଳେଇ ଆସିଛ ସେଇଟା। ସେଥିପାଇଁ ବହୁତ ସାବଧାନ। ବହୁତ ଜଣ ଅଛନ୍ତି ବାଳକଙ୍କୁ ଓଭରକମ କରି ଆଜ୍ଞା କିଛି ଜାଣନ୍ତି ନାହିଁ, କଣ ହେଇଗଲା ଯେ ମତେ ଏମିତି ଅନେକ ଲୋକ ବିଡରା ବିଡରି କଲେ ମଧ୍ୟ କାର ଖାଉ ନାହିଁ, କାହାକୁ ଡରବାର ନାହିଁ। ତମେ ଯାଅ, ମୁଁ କଣ ବାହା ଫିସ୍ ନେବାକୁ ଆସିଛି ନା କଣ? ମାନେ ଆମର ପରିବାରକୁ ସୁଖ ଶାନ୍ତିରେ ଯଦି ରଖିବାର ଅଛି, ତାହେଲେ ଆମେ ପରମେଶ୍ୱରଙ୍କୁ କହିବାର ଅଛି, ପରମେଶ୍ୱର ଆମର ଘରକୁ ନିର୍ମାଣ କର। ଆମେ ଖ୍ରୀଷ୍ଟୀୟ ଘରକୁ ଆମେ କେମିତି ନିର୍ମାଣ କରିପାରିବା? ଆମର ଘରକୁ ଆମେ ନିଜେ ନିର୍ମାଣ କରିପାରିବା ନାହିଁ। ପରମେଶ୍ୱର କହୁଛନ୍ତି ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି, ତେବେ ନିର୍ମାଣକାରୀ ମାନେ ବ୍ୟର୍ଥରେ ପରିଶ୍ରମ କରନ୍ତି। ବ୍ୟର୍ଥରେ ପରିଶ୍ରମ। ଦେଖନ୍ତୁ, କେତେ ଜଣଙ୍କର ଘର ଅଛି, ତିଆରି କରୁ କରୁ ଫାର୍ଷ୍ଟରେ ତାଙ୍କର ପ୍ରେମ ଏତେ ଥିବ, ଆଉ କହିବେ ଆଜ୍ଞା କେମିତି ଚାଲିଛି ଆଜ୍ଞା? ନାଇଁ ଆଜ୍ଞା, ପରମ ଗୀତରେ ଥିଲା ପରି ଲାଗୁଛି ଆଜ୍ଞା। ମାତ୍ର ତ ପ୍ରେମ ନା, 6 ମାସ ଭୟଙ୍କର ପରମ ଗୀତ, ପୁରା ପ୍ରେମ। ସେ ତାକୁ ପଚାରୁଥିବ ଖାଇଲ? ହଁ, ସେ ଖାଇଲ, କେତେବେଳେ ଆସୁଛ, ଅଫିସରେ କେମିତି ହେଲ, କଣ ହେଲ, ସବୁ ମସ୍ତରେ ଚାଲିଥିବ। ତା ପଛେ 6 ମାସ ଗଲା ପରେ ଏବେ କେମିତି ଚାଲିଛି ଆଜ୍ଞା? ନାଇଁ, ଏବେ ଟିକେ ହିତ ଉପଦେଶରେ ଅଛୁ ଆମେ। କିଏ ମତେ ଉପଦେଶ ଦଉଛନ୍ତି, ମୁଁ ତାଙ୍କୁ ଉପଦେଶ ଦଉଛି, ସ୍ୱାମୀ ସହିତ ଏମିତି ରହିବାର, ସ୍ତ୍ରୀ ସହିତ ଏମିତି ରହିବାର। ସେତେବେଳେ ହିତ ଉପଦେଶ ଚାଲିଛି। ଆହୁରି 6 ମାସ ଗଲା ପରେ କୋଉଠି ଅଛ ଆଜ୍ଞା? ନାଇଁ, ଏବେ ଉପଦେଶରେ ଅଛୁ। ମାନେ କଣ? ଅସାର ସକଳ ହିଁ ଅସାର ଛିଡିଗଲା ସେଇଟା। ପରମେଶ୍ୱର ଯଦି ଯୋଉ ଘର ତିଆରି କରିବେ, ଆରମ୍ଭରୁ ଶେଷ ଯାଏ ପରମ ଗୀତରେ ହିଁ ଥିବେ। ପ୍ରେମ 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 ବଢି 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 ଚାଲିଥିବ ପ୍ରିୟମାନେ। ଆଉ ଯୋଉ ପରମେଶ୍ୱର ଯୋଉ ଘର ତିଆରି କରିନଥିବେ, ସାଙ୍ଗେ ସାଙ୍ଗେ ପଳେଇ ଆସିବେ ତ ଉପଦେଶରେ, ଆଉ ତୋ ସାଙ୍ଗେ ବାହା ହେଇ ବୁଡିଗଲି, ନହେଲେ ଭାସିଥାନ୍ତି ମୁଁ, ତୋ ସାଙ୍ଗେ ବାହା ହେଇ ନଷ୍ଟ ହେଇଗଲି। ଏମିତି ସବୁ ଷ୍ଟୋରି ଉପରେ ଷ୍ଟୋରି ଚାଲିବ। ଆଉ ପ୍ରିୟମାନେ, ପରମେଶ୍ୱର ସେଥିପାଇଁ କହୁଛନ୍ତି ଘର ନିର୍ମାଣ କରିବା କଥା। ଯିଏ 1000 ଜଣଙ୍କୁ ବାହା ହେଇଛନ୍ତି, ସେ ଜ୍ଞାନୀ ସଲୋମନ, ସେ କହୁଛନ୍ତି, ଜଣେ କହିଲେ 1000ଟା ସ୍ତ୍ରୀ ସିନା ବାହା ହେଲେ ଆଜ୍ଞା, 1000ଟା ଶାଶୁ ମାକୁ କେମିତି ସମ୍ଭାଳିଥିବେ ତାକୁ ଜଣା। ମତେ ପଚାରିଲେ କଣ, କି ପ୍ରକାର ଅବସ୍ଥା ଗୁଡିକ। ପ୍ରିୟମାନେ, ଆମମାନଙ୍କର ଘର ପରିବାର ଏଟା ନିର୍ମାଣ କରିବା ପାଇଁ ଏଟା ସହଜ କଥା ନୁହେଁ। ଆଖିରେ ଲୁହ ଖସେ ଲୋକମାନଙ୍କର ପରିବାର ଗୁଡିକକୁ ନଷ୍ଟ ହେବାଟା ଦେଖି, କଷ୍ଟ ଲାଗେ। କରିସାରୁଛନ୍ତି, ତା ପଛେ ବୁଝୁଛନ୍ତି। ସେଥିପାଇଁ ସମସ୍ତଙ୍କୁ ମୁଁ ଅନୁରୋଧ କରେ, ନିଜର ଚର୍ଚ୍ଚ ଗୁଡିକରେ ଫ୍ୟାମିଲି ଉପରେ ଶିକ୍ଷା ଦିଅନ୍ତୁ, ଫ୍ୟାମିଲି କନଭେନସନ ଗୁଡିକ କରନ୍ତୁ, ଭଲ ଭଲ ଫ୍ୟାମିଲି ଉପରେ ମେସେଜ ଦେବା, ପ୍ରଭୁଙ୍କ ଦାସ ମାନଙ୍କୁ ଡାକନ୍ତୁ। କେତେ ବିଷୟ ଆମକୁ କରିବାର ଆବଶ୍ୟକ ଅଛି। ଏଟା କେତେ ସୁନ୍ଦର ପ୍ରସଙ୍ଗ ଦିଆଗଲା। ମତେ ପ୍ରସଙ୍ଗ ଦେଲେ ବହୁତ ଭଲ ଲାଗେ। ଏଇ ପ୍ରସଙ୍ଗରେ କହିବ ବୋଲେ ଆମକୁ କିଛି ପରିଶ୍ରମ କରିବା ଦରକାର ନାହିଁ, ସିଧା ଷ୍ଟାର୍ଟ ପ୍ରଚାର କରିଦେବା କଥା। ତା ପଛେ ଉତ୍ତମ ସ୍ୱାମୀ କେମିତି ରହିବେ, ଉତ୍ତମ ସ୍ତ୍ରୀ କେମିତି ରହିବେ, ପୁଅ ଝିଅ ମାନଙ୍କୁ କେମିତି ଆମେ ପ୍ରତିପାଳନ କରିବା, ପରିବାର ଶୈତାନ ମୁକ୍ତ କେମିତି ହେବ, ପରିବାରରେ ଋଣ ମୁକ୍ତ କେମିତି ହେବ, ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ କେମିତି ମଜବୁତ ହେବ,
ए टॉपिक उपरे गोटे परे गोटे गोटे परे गोटे गोटे परे गोटे मेसेज आमे सुनिबाकू पड़िबो। आ जेतोले फैमिली परिवार विषय मीटिंग आमे करूछु, ए साइड रे हमर मैडम, ए साइड रे एडम, दुई जण स्वामी स्त्री पाखरे पाखरे बसते बार अछि। टिके भल लागले टिके देखुतो हला, ठीक अछि एमती कहि कहि कि ना आमे मीटिंग रे बसिया बोल कहले जाई कि ना हमर फैमिली मीटिंग हेबो। आमे एठी भेंडिया पिला परी एकला एकला बसी देई कि ना आमे एठी सुनुछु, दुई जण मिसी कि जदी सुनिबा ताहे हमर परिवारटा बहुत सुंदर भाव में मजबूत है आगू बढ़ी पारिबो। हम फैमिली मीटिंग बहुत बहुत इंपोर्टेंट, से फैमिली मीटिंग जाक ऑर्गेनाइज करंतु। आ बहुत प्रकार सेवा कार्य आमको करिवार बाकी रही प्रभुंकर गौरव हो सेटा लेखा जाउची। अविश्वासी मानक सहित असमान रूपे जोचा न जाओ। बहुत जन जोचा जाइकिना से नष्ट हो जाइछंती। परमेश्वर से परिवार को से तैयारी करू नाहंती। कारण धर्म आमे किए धर्म बाहर जे मान अच्छी अधर्म मध्य कि सहभागिता कि फेलोशिप किछि सहभागिता नहीं, सहभागिता किछि नहीं। यही सब विषय गुड़िक आम चर्च स्ट्रीट रे शिक्षा दिए से मते केबे हेले मध्य आत्मा लाभ करबा विषय लोक माने कहंती नहीं। आज्ञा गोटे आत्मा लाभ करूछु बाप्तिस्म देई देबा, प्रेम रे पड़ी जाउछंती, प्रेम रे पड़ी गला परे ता पछे तांको एते मेसेज देले मध्य से आका सुंदर लागुथिबो, से आका भलो लागुथिबो। सेटा असुविधा मन भितरे जन को रखी देला परे आउ बिल्कुल भलो लागबो नहीं। सेते पे न हेबा पूर्वरु ए सब शिक्षा गुडी को आमान को रखिबार अछि। ए पदटा टिके पढिबा आमे केमिति परमेश्वर परिवार को गठन करूछंती। आदि पुस्तक 24 अध्याय 1 पदरु टिके पढिबा। ସେହି ସମୟରେ ଅବ୍ରାହମ ବୃଦ୍ଧ ଓ ଗତ ବୟସ୍କ ଥିଲେ। ପୁଣି ସଦାପ୍ରଭୁ ଅବ୍ରାହମକୁ ସବୁ ବିଷୟରେ ଆଶୀର୍ବାଦ କରିଥିଲେ। ତାପଛେ ଏଣୁ ସେ ଆପଣା ଗୃହର ସର୍ବ କାର୍ଯ୍ୟାଧ୍ୟକ୍ଷ ବୃଦ୍ଧ ଦାସକୁ କହିଲେ, ମୁଁ ବିନୟ କରୁଅଛି, ତୁମ୍ଭେ ମୋ ଜଙ୍ଘରେ ହସ୍ତ ଦିଅ। ପଢନ୍ତୁ ନେକ୍ସଟ 3 ପଦ ପଢନ୍ତୁ। ମୁଁ ସ୍ୱର୍ଗ ମର୍ତ୍ତ୍ୟର ସଦାପ୍ରଭୁ ପରମେଶ୍ୱରଙ୍କ ନାମରେ ତୁମ୍ଭକୁ ଶପଥ କରାଇବି ଯେ, ଯେଉଁ କିଣାନୀୟ ଲୋକମାନଙ୍କ ମଧ୍ୟରେ ମୁଁ ବାସ କରୁଅଛି, ତୁମ୍ଭେ ସେମାନଙ୍କ ମଧ୍ୟରୁ ମୋ ପୁତ୍ରର ବିବାହାର୍ଥେ କୌଣସି କନ୍ୟା ଗ୍ରହଣ କରିବ ନାହିଁ। ଏଟା ହଉଛି ଅବ୍ରାହମଙ୍କର କଥା। ସେ କହୁଛନ୍ତି ନିଜର ଗୃହର ବୃଦ୍ଧ ଦାସକୁ ସେ ଡାକିକିନା କହୁଛନ୍ତି, କୋଉଠି ହାତ ଦିଅ? ମୋର ଜଙ୍ଘରେ ହାତ ଦିଅ। ଜଙ୍ଘରେ କାହିଁକି ହାତ ଦେଉଛନ୍ତି, ମୁଣ୍ଡରେ କାହିଁକି ନାହିଁ? କାହିଁକି ନା ଜଙ୍ଘର ହାଡ ସବୁଠୁ ଷ୍ଟ୍ରଙ୍ଗ ହାଡ। ଯାହା ବି ହେଲେ ଜଙ୍ଘର ହାଡ ଭାଙ୍ଗିବାଟା କଷ୍ଟ। ତୁମେ ମୋର ଜଙ୍ଘର ହାଡ ଯେମିତି ଷ୍ଟ୍ରଙ୍ଗ, ତୁମର ପ୍ରତିଜ୍ଞା ମଧ୍ୟ ସେମିତି ଷ୍ଟ୍ରଙ୍ଗ ରହିବାର। ଯାହା ବି ହେଇଗଲେ, ଯଦି କୌଣସି ପ୍ରକାର ଭାବରେ ମୋର ପୁଅର ଯଦି ବାହାଘର ହେବା ପାଇଁ କିଏ ନାରାଜ ବି ହଉଛନ୍ତି, ହେଲେ ମଧ୍ୟ ପ୍ରଭୁଙ୍କୁ ନ ଜାଣିଥିବା, ପରିତ୍ରାଣ ନ ପାଇଥିବା କୌଣସି ଝିଅକୁ ମୋର ପୁଅ ପାଇଁ ତୁମେ ବାହାଘର କରେଇବ ନାହିଁ। କାହାକୁ? ବୃଦ୍ଧ ଦାସକୁ। ପାଳକ ମାନଙ୍କୁ କହୁଛନ୍ତି, ପାଷ୍ଟର ଆଜ୍ଞା, ଝିଅ ଯେତେ ସୁନ୍ଦର ଥାଉ, ଯେତେ ଯୌତୁକ ଦେବେ, ଯେତେ ଯାହା ବି ଦେଲେ ମଧ୍ୟ ମୋର ଘରକୁ ତୁମେ ସେଇ ପ୍ରସ୍ତାବ ତୁମେ ଆଣିବ ନାହିଁ। କଣ କିଣାନର ସ୍ତ୍ରୀ ମାନେ କଣ ଭଲ ନଥିଲେ କି? ସୁନ୍ଦର ନଥିଲେ କି? ସୁନ୍ଦର ଥିଲେ। ଡାଉରୀ ମଧ୍ୟ ବହୁତ ଦେବେ, ଶିକ୍ଷିତ ମଧ୍ୟ ଥିଲେ। ଅଭାବ କଣ ଥିଲା? ତାଙ୍କ ଜୀବନରେ ପରମେଶ୍ୱର ନାହାନ୍ତି। ଅବ୍ରାହମ ସେଇଟା କହୁଛନ୍ତି, ମୁଁ ଏମିତି ବୋହୂ ଆଣିବା ପାଇଁ ଚାହୁଁନାହିଁ, ମୋର ପୁଅ ପାଇଁ ଏ ପ୍ରକାର ଭାବରେ କନ୍ୟା ଆଣିବା ପାଇଁ ଚାହୁଁନାହିଁ। ସେଥିପାଇଁ ତୁମେ ମତେ ପ୍ରମିସ କର, କୌଣସି ଅବିଶ୍ୱାସୀ ସହିତ, କୌଣସି ପ୍ରକାର ପରିତ୍ରାଣ ନ ପାଇଥିବା ଝିଅ ସହିତ ତୁମେ କେବେ ହେଲେ ମଧ୍ୟ ମୋ ଝିଅ, ମୋ ପୁଅ ପାଇଁ ତୁମେ ଏମିତିଟା ବାଛିବନି। ଏଟା ବାପା ମାଙ୍କର ବୋଲ୍ଡଲି ଠିଆ ହେବାର ଅଛି, ସାହସରେ ଠିଆ ହେବାର ଅଛି, କହିବାର ଅଛି, ମୋର ଝିଅର ଚୁଟି ପାଚି ଯାଉ, ରିଙ୍କଲ୍ସ ମଧ୍ୟ ହେଇଗଲେ ମଧ୍ୟ ମୁଁ ପରମେଶ୍ୱରଙ୍କ ବାକ୍ୟର ବିରୁଦ୍ଧରେ କେବେ ହେଲେ ଯିବି ନାହିଁ। କେତେ ଅଛନ୍ତି, ଦେଖିଲ ତ ଚୁଟି ପାଚିଲାଣି, ତ କେମିତି କେମିତି ହେଲାଣି, ଉଠି ଯାହା ହେଲେ କାର ସହିତ ବୋଲି କହିବେ। ବହୁତ ଶିକ୍ଷା ଦେବା ଲୋକମାନେ ତ ଭୟଙ୍କର ଅଛନ୍ତି ନା। ଦେଖେ ତୋତେ ଆଉ ପ୍ରସ୍ତାବ ଆଇବ ନାହିଁ, ତୋର ବୟସ ହେଇଗଲାଣି, ତୁ ଖାଲି ବାଛି ବସୁଥିଲେ ହେବ କି?
एमिति नहीं प्रिय माने आमर एमिति अछंती एते बढ़िया झियो माने जो माने कि अनेक प्रस्ताव को नाई मु प्रभु को जानी पुओ को का बाहा हेबी बोली कही कही हिंदू कन्वर्टेड जाक से माने एही प्रकार बोल्डली प्रभु को पाई से माने ठिया हेले आज बाहा है कि ना बहुत भलर अछंती आपण मानकर लखीमपुर रो आमान को मुनि से मध्य गोटे विजाति परिवार रु आसिले आज जेतेबेले आम सहित फेलोशिप कले से बोल्डली ठिया हेले अनेक गवर्नमेंट चाकरी करुवा प्रस्ताव गुड़िक आसला मतलब से कहले नाई मु सत्य परमेश्वर को जानी आबे हेले अविश्वासी सहित असमान रूपे जो जीविनी एबे जो पुओ को बाहाई से पुओ एबे थियोलॉजी रे डॉक्टरेट करिसंती केते शिक्षित और एते भद्र पुओ से आमको सेमिति साहसर सहित ठिया हेबार अछि अब्राहम कहउचंती किछि मायने नाही मु तुमको कहूची तुमे यही जो देश रे आमे बास करूछु जो किनान देश रे ए किनान देश रो लोक माने परमेश्वर को जानती नहीं सत्य परमेश्वर परिचय पाई नहांती सेमानंकर मध्यरु काहाकू हेले मध्य तुमे मोर पुओ पाई केबे हेले मध्य आनिबा एटा होची परिवार गठन पाई डॉक्ट्रिनल टीचिंग एटा मु आपनको प्रचार भाव रे एटा आपण मान को निकट रखुची आमे सही प्रकार भाव रे दृढ़ भाव रे आमे प्रभुंकर वाक्य निमंते आमे ठिया हेबार अछि कारण परमेश्वर कहउचंती जे पढंतु गुले पदटा हितोपदेश 3 अध्याय 5 पद टिके पढिबा तुम्भे सर्वांतकरण सहित सदा प्रभुंक ठारे विश्वास कर ओ निज सुविवेचना रे आउजी पड़ नाही निजर बुद्धि निजर ज्ञान रे आउजी पड़ नाही तुम्हें संपूर्ण भाव रे कहूची ना ये जो मैरेज क्षेत्र रे आमे 100% परमेश्वर को ऊपर डिपेंड करिबार अछि कारण विवाहटा सरकार आरंभ करि नाहंती समाज आरंभ करि नाहंती बाहाघर परमेश्वरंकर द्वारा निरूपित संगठन अटे आ परमेश्वर जेबे गृह निर्माण न करंती से केमिति निर्माण करंती से तांकर वाक्य अनुसार निर्माण करंती तांकर वाक्यर बाहरे से तैयारी करंती नहीं तांकर वाक्य रे जेमिति लेखा जायछि सही प्रकार भाव रे से आपनार परिवार को से तैयारी करंती प्रिय माने प्रभु को टिके आमे सुजोग आमे देबा कथा प्रभु तुमे आम परिवार को तैयारी करो मोर पुओ झियर बाहागर को तैयारी करो आज अनेक जन कांदुछंती दुखरे अछंती आ ता कथारे पढ़ी सेमानकर परिवार गुड़िक को गठन करी सेमाने कांदुछंती जीवन रे थरे बाहा हेबे एथिपाई आपण माने प्रार्थनार सहित उपवास सहित प्रभु को ऊपर डिपेंड करी एटा करिबार अछि देखो बाहागर समय पळे आसिले आमाने को ड्रेस पिंधिले मानिबो को ब्यूटी पार्लर को गले सुंदर दुसी हेबो को प्रकार ए सब करी ड्रेस किनिबा पाई के जगदलपुर के रायपुर के कुआडे कुआडे जाउछंती मात्र इंपोर्टेंट विषय कोन ए जो आमको पचारे नहीं बाहागर से को ड्रेस तुमर दुख थिबा समय ड्रेस देखे देले कोन खुशी जु कि आमे नहीं नहीं आमे परमेश्वरंकर वाक्य अनुसार आम मानकर करिबार निजर सुविवेचना रे आउजी पड़िबार नहीं जेमिति अब्राहम निज घरर सबुठारु वृद्ध दास को डाकिले डाकिला परे से वृद्ध दास तांको पाई झियो खोजिले झियो खोजी से आणुछंती पदरा पढ़ंतु 24 अध्याय 66 66 और 67 पढ़िबा आदि पुस्तक अनंतर ସେହି ଦାସ ଇସାହାକୁ ଆପଣା କୃତ କର୍ମର ସମସ୍ତ ବିବରଣ କହିଲା ସେତେବେଳେ ଇସାହାକ ରିବେକାକୁ ଗ୍ରହଣ କରି ଆପଣା ମାତା ସାରାର ତମ୍ବୁକୁ ଘେନି ଯାଇ ତାହାକୁ ବିବାହ କଲା ପୁଣି ସେ ତାହାକୁ ପ୍ରେମ କଲା ତହିଁରେ ଇସାହାକ ମାତୃ ମରଣ ଶୋକରୁ ସାନ୍ତ୍ୱନା ପାଇଲା ଲେଖା ଯାଉଛି ଇସାକ କାହାଠାରୁ କନ୍ୟା ଗ୍ରହଣ କଲେ से प्रभुंकर दास बा एलियाजरଙ୍କ ଠାରୁ आमे मध्य निजे निजे ग्रहण करिबार नै कन्या
ନିଜେ ନିଜେ ବର ଆମେ ଗ୍ରହଣ କରିବାର ନାହିଁ। ସମସନ ନିଜେ ଖୋଜି ବୁଲିଲା। ସମସନ ନିଜେ ଖୋଜି ଖୋଜି ବୁଲିଲା, କଣ ହେଲା? ଟାଙ୍ଗରା କରି ଛାଡିଦେଲା। ସେଇଟା ମୁଁ କହିବା ପାଇଁ ଚାହେଁ। ସମସନକୁ ତକିଆ ମିଳୁନଥିଲା ଯେ ସେ ଦଲିଲାର କୋଳରେ ଶୋଇବାକୁ ଯାଇଛି, ନିଜେ ଖୋଜୁଛି, ଏଇଟା ମୋ ପାଇଁ ଆଣିଦିଅ, ଏଇଟା ମୋ ପାଇଁ ଆଣିଦିଅ, ଏଇଟା ମୋ ପାଇଁ ଆଣିଦିଅ, ଏଇଟା ଆଣିବ ନାହିଁ ବୋଲି କହିଲେ ମୁଁ ବିଷ ଖାଇଦେବି, ଏଇଟା ଆଣିବ ନାହିଁ ବୋଲି କହିଲେ ମୁଁ ଦୌଡ଼ି ଦେଇ ହେବି, ଆଣିଲେ ମଧ୍ୟ ତ ସେ ସମାନ ଆକା ହେବ। ପ୍ରିୟମାନେ, ଆମେ ପ୍ରଭୁଙ୍କର ଲୋକମାନେ ଜିଦ୍ କରିବା କଥା ନାହିଁ। ପ୍ରଭୁ ତାକୁ ଆକା ତାକୁ ଆକା ତାକୁ ଆକା, ପ୍ରଭୁ ଦେଇଦେବେ। ରାଜା ମାଗିଲେ ନା, ଦେହ ଦିଅ ଦିଅ ଦିଅ, ଦେଇଦେଲେ। ତା ପଛେ କଣ ହେଲା? ହଇରାଣ ହେଲେ। ମାତ୍ର ଯେତେବେଳେ ସେ ପରମେଶ୍ୱରଙ୍କ ଦାସ ମାନଙ୍କ ଠାରୁ ସେ ଗ୍ରହଣ କରୁଛନ୍ତି, ଲେଖାଗଲା ସେତେବେଳେ ଇସାକ ରିବିକାଙ୍କୁ ଗ୍ରହଣ କଲେ। ଏଇଟା ହେଲା ଶୈଳୀ। ଏଇଟା ପ୍ରଭୁଙ୍କର ଦାସ ମାନଙ୍କ ଠାରୁ ଆମକୁ କନ୍ୟା ଗ୍ରହଣ କରିବାର ଅଛି, ବର ଗ୍ରହଣ କରିବାର ଅଛି। ଆମେ ନିଜେ ନିଜେ ଆମେ ଗ୍ରହଣ କରିବାର ନାହିଁ। ଆମେ କେତେ ସୁନ୍ଦର, କେତେ ଆନନ୍ଦର ବିଷୟ। ଦେଖନ୍ତୁ, ସେ ଦେଖୁ ଦେଖୁ ଯେତେବେଳେ ସେ ଇସାକ ରିବିକାକୁ ଗ୍ରହଣ କରୁ ଓଢନା ଉଠେଇକିନା ଦେଖୁ ଦେଖୁ, ନାକ ତ ଚେପ୍ଟା ଅଛି, କେମିତି ଆଣିଲେ ଆଜ୍ଞା? ଏମିତି କହିଲେ କି? କଲର ତ ଫେଡ୍ ହେଇଯାଇଛି, ଭଲ ଲାଗୁନାହିଁ, ମୁଁ ତ ଷ୍ଟ୍ରେଟ ଚୁଟି ପସନ୍ଦ ଆଜ୍ଞା, ଏ ଘୁଙ୍ଗୁରଲା ଚୁଟି ବାଲା କୋଉଠୁ ଆଣିଦେଲେ ଆପଣ? ଏଇ ପ୍ରକାର ବାଛୁନାହାନ୍ତି ସେ। ଆମର କଣ, କୋଉଠୁ ଗୋଟେ କାହାର ଫଟୋ ଗୋଟେ ଧରି ଏମିତିରେ ମିଳିବ କି, ଏମିତିରେ ମିଳିବ କି, କଣ ହେଇଛି? ଏଇଟା ଡ୍ରେସ ହେଇଛି, ଇଆଡେ ଏମିତି ଦିଅ, ଏମିତିରା ଦିଅ, ଏମିତିରା ଦିଅ, ଏତେ ଖରାପ ଲାଗେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ପ୍ରିୟମାନେ। ଯେତେବେଳେ ସେ ରିବିକାକୁ ପାଇଛନ୍ତି, ସେଇ ସମୟରେ ସେ କିଛି ବାଛିଲେ ନାହିଁ। ସେ ପ୍ରଭୁଙ୍କର ଦାସ ମାନେ ଯାହାକୁ ହାତ ଧରେଇବେ, କେବେ ହେଲେ ମଧ୍ୟ ଭୁଲଟାକୁ ଧରେଇବେ ନାହିଁ, ଠିକଟାକୁ ଧରେଇବେ। ସେ କୌଣସି ପ୍ରକାର ବାଛାବୁଛି କଲେ ନାହିଁ। ପ୍ରଭୁଙ୍କର ଦାସ ଦେଲେ, ଏଇଟା ତୁମ ପାଇଁ ପ୍ରଭୁ ଯୋଗେଇଥିବା ଝିଅଟା, ତୁମେ ଏହାକୁ ଗ୍ରହଣ କର। ସେ ସାଙ୍ଗେ ସାଙ୍ଗେ ସେଇ ଝିଅକୁ, ସେ ରିବିକାକୁ ଗ୍ରହଣ କରି ଆପଣା ମାତା ସାରାର ତମ୍ବୁକୁ ଘେନି ଯାଇ ତାହାକୁ ବିବାହ କଲା। କେତେ ସୁନ୍ଦର। ତା ପଛେ ପୁଣି ସେ ତାହାକୁ ପ୍ରେମ କଲା। ଆଜି ଉଲ୍ଟା, ଫାଷ୍ଟ ପ୍ରେମ କର, ତା ପଛେ ବିବାହ କର। ହଁ, ଫାଷ୍ଟରେ ପ୍ରେମ କଲା ବେଳେ 6 ମାସ ଧରି ଏତେ କଥା ହେବେ ଯେ ସେ ମୋବାଇଲ ଫାଟି ଯାଉଥିବ। ସେଇଟା ମୋବାଇଲଟାକୁ ସାଇଡରେ ରଖିକିନା ଶୋଉଥିବେ। ସେଇଟା ଶୋଇଲ? ହଁ ଶୋଇଲି। ଖାଇଲ? ଖାଇଲି। ଭିଡିଓ କଲିଂ କରି ଆମେ ଶୋଇଥିବା? ହଁ, ଭିଡିଓ କଲିଂ କରିକି ଶୋଉଛନ୍ତି ଲୋକମାନେ। ତା ପଛେ ବାହା ହେଇଗଲା ପରେ ଆଉ ଫୋନରେ କଥାବାର୍ତ୍ତା ମଧ୍ୟ ନାହିଁ। ଫୋନ କରୁଥିଲେ, କରୁଥିବ, କୁଆଡେ ଯାଉଛି, ଘରେ ତ ଅଛି, ଯିବି ତ କଥାବାର୍ତ୍ତା ହେବି। ସେଇ ପ୍ରକାର ଅବସ୍ଥା। କାହିଁକି ଏମିତି ହଉଛି? ଆଗରେ ସବୁ ସାରି ଦେଇଛ, ତମ ରିଚାର୍ଜ ଆଗରେ ସବୁ ସରିଯାଇଛି, ଏବେ ଭ୍ୟାଲିଡିଟି ଅଛି ତୁମର, ଆଗରେ ତ ତୁମେ ସବୁ କଥାବାର୍ତ୍ତା ସବୁ ସାରି ଦେଇଛ। ବାହା ହେଲା ପରେ ଟିକେ ରଖିଥାଅ ପ୍ରିୟମାନେ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ଅନୁଗ୍ରହ କରନ୍ତୁ। ଆମମାନଙ୍କର ପରିବାର ବା ଆମମାନଙ୍କର ଗୃହକୁ ପରମେଶ୍ୱର ଗଠନ କରିବେ, ଗୋଟେ ଖ୍ରୀଷ୍ଟୀୟ ଗୃହକୁ ପରମେଶ୍ୱର ଗଠନ କରିବେ। ଏତେ ସୁନ୍ଦର। ଯେତେବେଳେ ବାଗଦାନ ସରିଯାଏ, ସେତେବେଳେ ମଣ୍ଡଳୀରେ 3ଟା ସପ୍ତାହ ମଣ୍ଡଳୀ ଜଣାଯାଏ। କୁହାଯାଏ, ଅମୁକ ସହିତ ସମଙ୍କର ବାହାଘର ଅଛି, ଯଦି ଆପଣମାନଙ୍କ ମଧ୍ୟରେ କାହାର କିଛି ଅଭିଯୋଗ ଅଛି, ତାହେଲେ ଲିଖିତ ଭାବରେ ପାଳକଙ୍କୁ କି ମଣ୍ଡଳୀକୁ ଜଣେଇବେ। କାହାର ବାହାଘରରେ ଏଇ ପ୍ରକାର ହଉଛି, କିଏ ଏମିତି ବାହାଘର କରୁଛନ୍ତି। ଏତେ ଗୌରବପୂର୍ଣ୍ଣ ବାହାଘର ପରମେଶ୍ୱର ଆମମାନଙ୍କ ନିମନ୍ତେ ଡିଜାଇନ କରୁଛନ୍ତି। ଆଉ ସେ କହୁଛନ୍ତି, ମୁଣ୍ଡର ହାଡରୁ ନାଇଁ ରେ ବାବୁ, ତୋର ପାଦର ହାଡରୁ ନାହିଁ, ତୋର ଏଇ ଯୋଉ ଛାତିର ହାଡରୁ, ପଞ୍ଜରା ହାଡରୁ ମୁଁ ତୋ ପାଇଁ ଗୋଟେ ରଖିଛି। ପ୍ରିୟମାନେ, ଆମେ ସେଇଟାକୁ ଯଦି ଆମେ ପାଇଯିବା, କେତେବେଳେ ପାଇବା? ପ୍ରାର୍ଥନାର ସହିତ ନିଜର ସୁବିବେଚନାରେ ଆଉଜି ନ ପଡି ପରମେଶ୍ୱରଙ୍କ ଉପରେ ଯଦି ଆମେ ଆଉଜି ପଡିବା, ଆମକୁ ରିବିକା ମିଳିବ। ଆଉ ନିଜର ଜ୍ଞାନରେ ଯିବା ବୋଲେ ଦଲିଲା ମିଳିବ। ଅଟା ଦଳିଲା ପରି ଦଳୁଥିବ, ପୁରୀ ଖାଇବ, ରୁଟି ଖାଇବ, ଏମିତି ଖୁଆଉଥିବ, ସିଏ ଖାଇପାରୁନଥିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣମାନେ ବହୁତ ସୁନ୍ଦର ଭାବରେ ଖ୍ରୀଷ୍ଟୀୟ ଗୃହର ଏହି ପ୍ରସଙ୍ଗ ରଖିଛନ୍ତି।
बी कंटिन्यूस आपण मानकर चलांतु मते भी डाकंतु मु मिसा आउरी चलेबी प्रभुंकर गौरव मते बहुत भल लागे फैमिली उपरे प्रचार करबा पाई शिक्षा देबा पाई काहे ना मु देखिछि मु जो पृष्ठभूमि रो आसीछि से पृष्ठभूमि फैमिली एते गड़बड़ हेई किना थिला मात्र प्रभुंक अनुग्रह रे आमे प्रभुंकर वाक्यर संदेश गुड़िक को शुणी 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 आमानकर परिवार परिवर्तन हेकिना चली प्रभुंकर गौरव हो से लिखा गला से ताकू प्रेम कला तहिरे इसाक मातृ मरण शोकरु सांत्वना पाइला बोले ए प्रकार गोटे स्त्री पाइले माँ जेंती जत्न नौचंती ए स्त्री तांकर सेई प्रकार जत्न के जण अछंती तुम हाथ रंधा भल नहीं माँ रंधा का भल तुम्हें आयरन करवाटा भल नहीं माँ को आयरन का भल मात्र प्रभु ठारू पाइथिले पूरा माँ परी रांधि देबे माँ परी जत्न नेबे प्रिय मानी परमेश्वर को हस्तरु जदि आमे नेबा ताहाले सेई प्रकार मिलिबो नले दलिला परी आपनकु कଳରେ ଶୋଇ आपनकर मुंड लंडा करी बसे बड़ ह्रास करिबो आपनकर आखि उपाड़ी देबो एई प्रकार हैरान बहुत जण होउछंती प्रभु आमान को अनुग्रह करंतु गोटे शेष पद पढ़ी आमाने प्रार्थना आमे करिबा पई जिबा एब्री पुस्तक एहार 13 अध्याय पढ़िबा 4 पद एब्री पुस्तक 13 अध्याय 4 पद विवाह समस्तଙ୍କ ମଧ୍ୟରେ हाँ विवाह समस्तଙ୍କ ମଧ୍ୟରେ आदरणीय ହେଉ हाँ ଓ ତାହାର ଆମର ସଜା ଶୁଚି ଥାଉ ହୁଁ କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀ ମାନଙ୍କର ବିଚାର କରିବେ ଆମେନ୍ ये माने आमानकर मैरेज टा समस्तଙ୍କ दृष्टि रे प्रथमे परमेश्वरଙ୍କ दृष्टि रे द्वितीय रे प्रभुଙ୍କ दास ମାନଙ୍କ दृष्टि रे तृतीय रे माँ बापाଙ୍କ दृष्टि रे आ चतुर्थ रे समाज दृष्टि रे हमर बाहाघरटा आदरणीय रहिबार जे चारिटा क्षेत्र को देखे परमेश्वरଙ୍କ दृष्टि रे ठीक अछि कि एटा प्रभुଙ୍କ दास ମାନଙ୍କ दृष्टि रे ठीक अछि कि माँ बापाଙ୍କ दृष्टि रे ठीक अछि कि आज अनेक जन माँ बापाଙ୍କୁ कंदेई किना बाहाइचंती कंदेई किना बाहाइचंती से माने कोठी खुशी रहिबे से मानको जीवन में वर्षा ऋतु जीवन नहीं 12 मास वर्षा आका कांदा बोबा आका चली से मानकर कहीं माँ बापा को कंदेइछ तुम्हें जो माने सही प्रकार काम करिथिबे वर्षा ऋतु रे एका थिबे जने पुओ तो जने झियो को कहला हमर प्रभु दास कहउथिबे हमर पुओ ना काहा को हाथ लगेबो नै बोली कहउथिला ता जे कोन करला बाहाई आइला पर गोड़ लगेला गोड़रे दे कला सुन देखो मु मोर प्रतिक्रिया विश्वस्त मु हाथ लगे नै गोड़रे का से दोछि से प्रिय माने से झियो माने काहा को कोन कहि परबे भलो अछु झियो कांदी कांदी हाँ भलो अछि मते एते जत्न मते फूल पर रखिचंती फूल पर काहा को कहबो तमे माँ बापा को कंदे किना बाहाइछो वर्षा ऋतु जाऊ नहीं भलो खाइबा को दोछि भलो दोछि मते से छेचा से खाई किना अछ ये माने परमेश्वर बाहाघरटा एते ग्लोरियस मोर मैरेज रो 16 वर्ष आमे कंप्लीट करिछु मते गोटे 16 दिन परि लागुछि एते खुशी एते आनंद परमेश्वरଙ୍କ ठारू जदि आमे स्त्री पाइथिबा स्वामी पाइथिबा सेटा कोन हेबो आदरणीय बाहाघर गोटे सफल बाहाघर गोटे आनंदर बाहाघर सेई बाहाघर रे द्राक्षारस केबे समाप्त हेबो नहीं प्रथम द्राक्षारस ठारू शेष द्राक्षारस मध्य बहुत भल थिबो बुढ़ा बुढ़ी समय रे तुमे तो ऐश्वर्य पर दुसुथुबो से बुढ़ी को कहि हेबो काहे कि सेही प्रकार हेबो प्रिय माने प्रभु आमान को दया करंतु अनुग्रह करंतु और आमानकर मैरेज गुड़िक ग्लोरियस मैरेज हो केते बेले हेबो जेते बेले कि आमे प्रभु को कहबा प्रभु तुमे हमर घर निर्माण कर आदम जदि निजे खोजी थांते बाघ बाघुणी ता पछे से भालू भालुणी खोजी थांते मात्र से परमेश्वर को डिपेंड कले से घोर निद्राग्रस्त हो गले परमेश्वर तांकर पंजरा को नेले आ बहुत सुंदर भाव रे गुटे तयारी करिक आनेबा पई से आणु आणु परमेश्वर किछि कहि नांती एथर हेला की डायलॉग एथर हेला से बाघुणी भल लाग नथिला से भालुणी भल लाग नथिला से हाथीनी भल लाग नथिला एथर गला आ परमेश्वर को पचारे किए प्रभु एटा काहा को आनिचो किए आ परमेश्वर को नै एथर
ହେଲା ବୋଲି କହି ସେ କହୁଛନ୍ତି ଏ ମୋର ମାଂସର ମାଂସ, ଏ ମୋର ଅସ୍ଥିର ଅସ୍ଥି। ପ୍ରିୟ ମାନେ ଏଇ ଯୋଉ ବାହାଘର ସମ୍ପର୍କଟା ରକ୍ତ ସମ୍ପର୍କ ଠାରୁ ମଧ୍ୟ ବହୁତ ଉଚ୍ଚ କୋଟିର। ସେଥିପାଇଁ ଲେଖାଯାଏ ମୃତ୍ୟୁ ଛଡା ଆହୁରି କୌଣସି ବିଷୟ ଆମକୁ ଅଲଗା କରିପାରିବ ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦଉଛୁ ରାଜା, ବିବାହ ନିମନ୍ତେ ତୁମର ଯୋଉ ଗ୍ଲୋରିୟସ୍ ପ୍ଲାନ୍ ରହିଛି। ପ୍ରତ୍ୟେକ ବାହାଘର ଗୋଟିଏ ଗାର୍ଡେନରେ ସୁଖ, ସୁବିଧା, ଆନନ୍ଦ ପ୍ରଭୁ ସବୁ ବିଷୟ ପ୍ରଚୁରତା ଦେବା ପାଇଁ ତୁମେ ଡିଜାଇନ କରିଛ। ପ୍ରଭୁ ମୁଁ ତୁମକୁ ଧନ୍ୟବାଦ ଦଉଛି। ତୁମେ ଏଇ ପ୍ରକାର ବାହାଘରକୁ ପ୍ରଭୁ ତୁମେ ତିଆରି କରିଛ। ମାତ୍ର ଆଜି ବିଭିନ୍ନ ଭାବରେ ସେଇ ବାହାଘରକୁ ପ୍ରଭୁ ନିଜ ଇଚ୍ଛା ଅନୁସାରେ କରି ଆମେ ଦୁଃଖ କଷ୍ଟ ଆମେ ପାଉଛୁ। ମୁଁ ପ୍ରାର୍ଥନା କରେ ପ୍ରଭୁ, ଯୋଉମାନେ ଏବେ ଯାଏ ବାହା ହେଇନାହାନ୍ତି ସେମାନଙ୍କ ନିମନ୍ତେ ଗୋଟିଏ ଗ୍ଲୋରିୟସ୍ ଚାନ୍ସ ଯେ ସେମାନେ ଏତେ ସୁନ୍ଦର ସନ୍ଦେଶ ଗୁଡିକ ପାଉଛନ୍ତି, ମ୍ୟାରେଜ ଉପରେ ଏତେ କାଉନ୍ସିଲିଂ ପାଉଛନ୍ତି। ଆଉ ପ୍ରଭୁ ଏଇ ସବୁ କରି ସେମାନେ ନିଜ ନିମନ୍ତେ ତୁମ ଉପରେ ଭରସା କରି ପ୍ରଭୁ ଗୋଟେ ଉପଯୁକ୍ତ ଜୀବନ ସାଥୀ ପାଇପାରିବେ। ଦୟାକରି ସାହାଯ୍ୟ କର। ସେମାନେ ଯାହା ତୁମେ କହିଛ ସେଇଟା ଦେଖିବେ। ଆଜି ରୂପ, ସୌନ୍ଦର୍ଯ୍ୟ ଏସବୁ ବିଷୟ ଗୁଡିକକୁ ଦେଖି ଲୋକମାନେ ଠକି ହଉଛନ୍ତି। ମୁଁ ପ୍ରାର୍ଥନା କରେ ଦୟା କର, ଅନୁଗ୍ରହ କର। ଆଉ ଯୋଉ ସପ୍ତାହ ବ୍ୟାପୀ ଖ୍ରୀଷ୍ଟୀୟ ଗୃହ ଉପରେ ଯେଉଁ ଏ କାର୍ଯ୍ୟକ୍ରମ ରଖିଛନ୍ତି ମୁଁ ତୁମକୁ ଧନ୍ୟବାଦ ଦିଏ। ପ୍ରତ୍ୟେକଙ୍କୁ ଆଶୀର୍ବାଦ କର, ଯତ୍ନ ନିଅ। ଆଉ ପ୍ରଭୁ ଏଇ କାର୍ଯ୍ୟକ୍ରମ ଆହୁରି ଅଧିକ ଚାଲିବ, ଆହୁରି ଅନେକ ପରିବାର ଗୁଡିକ ଜଡ଼ିତ ହେବେ। ଆଉ ଏଇ ପ୍ରକାର ସନ୍ଦେଶ ଗୁଡିକ ଦ୍ୱାରା ସେମାନେ ନିଜ ନିଜର ଜୀବନକୁ ଗଠନ କରି ନିଜ ପରିବାରକୁ ପ୍ରଭୁ ତୁମ ଇଚ୍ଛା ଅନୁସାରେ ତିଆରି କରିପାରିବେ। ଅନୁଗ୍ରହ ପ୍ରଦାନ କର। କାଲବରୀ ଚର୍ଚ୍ଚ ପ୍ରେ ଟାବାର ନିମନ୍ତେ ଧନ୍ୟବାଦ। ସଂଗ୍ରାମ ଭାଇଙ୍କ ନିମନ୍ତେ ଧନ୍ୟବାଦ, ତାଙ୍କର ଟିମ୍ ନିମନ୍ତେ ଧନ୍ୟବାଦ। ପ୍ରିଜାଇଡିଂ କରିଥିବା ଆମମାନଙ୍କ ରୁନୁ ଆଣ୍ଟିଙ୍କ ନିମନ୍ତେ ଆମେ ତୁମକୁ ଧନ୍ୟବାଦ ଦଉଛୁ। ତାଙ୍କୁ ପ୍ରଚୁର ଭାବେ ତୁମେ ଆଶୀର୍ବାଦ କର। ଯୋଉମାନେ ଗୀତ, ପ୍ରାର୍ଥନା, ଅନ୍ୟାନ୍ୟ ସବୁ ବିଷୟରେ ସାହାଯ୍ୟ କରୁଛନ୍ତି ସମସ୍ତଙ୍କୁ ସାହାଯ୍ୟ କର। ମତେ ମଧ୍ୟ ଆସି ବାକ୍ୟ ପ୍ରଚାର କରିବା ପାଇଁ ଅନୁଗ୍ରହ ଦେଲ, ସେଥିପାଇଁ ଧନ୍ୟବାଦ ପ୍ରସାଦ ତୁମକୁ ଦେଇ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ